ଆଜ୍ଞା ହଁ, ଆପଣ ଯଦି ମିଳିତ ଭାବରେ କୌଣସି ଗଣ୍ଡଗୋଳ ସ୍ଥାନକୁ ଯାଉଛନ୍ତି କିନ୍ତୁ ଆପଣ ଗଣ୍ଡଗୋଳ କରୁନାହାନ୍ତି, କିନ୍ତୁ ଆପଣଙ୍କ ସହିତ ଯାଇଥିବା ବ୍ୟକ୍ତିମାନେ ଯଦି ଗଣ୍ଡଗୋଳ କରିବେ ତାହେଲେ ଆପଣ ମଧ୍ୟ ସେମ୍ ସାଜା ଆପଣ ଭୋଗିବେ। ସପୋଜ ଆପଣ ଗୋଟିଏ ଚୋରି ସ୍ଥାନକୁ, ଚୋରି ହେଉଥିବା ଗୋଟେ ଘରକୁ ଆପଣ ଯାଇଛନ୍ତି ସାଙ୍ଗ ହୋଇ କିଛି ଲୋକ ସହିତ, କିନ୍ତୁ ଆପଣ ଚୋରି କରିନାହାନ୍ତି କିନ୍ତୁ ଆପଣଙ୍କ ସହିତ ଥିବା ବ୍ୟକ୍ତିମାନେ ଚୋରି କରିଛନ୍ତି, ତାହେଲେ ମଧ୍ୟ ଆପଣଙ୍କୁ ସେଇ ସେମ୍ ଚୋରି ଦଫାରେ ଆପଣଙ୍କୁ ସଜା ହେଇପାରେ। ହୁଏତ ଆପଣଙ୍କର କୌଣସି ଜାଗାରେ ଗଣ୍ଡଗୋଳ ହେଉଛି, ଆପଣଙ୍କର ବାଡ଼ିଆ ପିଟା ହେଉଛନ୍ତି, କିନ୍ତୁ ଆପଣ ସାଙ୍ଗ ହୋଇ କିଛି ଲୋକଙ୍କ ସହିତ ଯାଇଛନ୍ତି ଏବଂ ଆପଣଙ୍କ ସହିତ ଥିବା ବ୍ୟକ୍ତିମାନେ ଯଦି ସେଇଠି ଗଣ୍ଡଗୋଳ କଲେ ତାହେଲେ ଆପଣଙ୍କୁ ମଧ୍ୟ ସେଇ ସେମ୍ ଗଣ୍ଡଗୋଳ ବାବଦକୁ ଆପଣଙ୍କୁ ମଧ୍ୟ ସାଜା ଭୋଗିବା ପାଇଁ ପଡ଼ିପାରେ। ଏହା ଭାରତୀୟ ନ୍ୟାୟ ସଂହିତା ଆକ୍ଟ 3 BNS ଅନୁଯାୟୀ ଆପଣଙ୍କୁ ମଧ୍ୟ ସମାନ ଦଣ୍ଡ ଭୋଗିବା ପାଇଁ ପଡ଼ିପାରେ। ଯେହେତୁ ଆପଣ ତାଙ୍କ ସହିତ ଯାଇଥିଲେ, କମନ ଇଣ୍ଟେନସନକୁ ବେସ୍ କରି ଆପଣଙ୍କୁ ମଧ୍ୟ ସମାନ ଦଣ୍ଡ, ତେଣୁ ଆପଣ ସତର୍କ ରୁହନ୍ତୁ ଏବଂ ଏଇଭଳି ଆଇନ ସମ୍ବନ୍ଧୀୟ ଭିଡ଼ିଓ ଦେଖିବା ପାଇଁ ଆମକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ସେୟାର କରନ୍ତୁ। ନମସ୍କାର।